ଆଜି ଆମେ ଗୀତ 52 ପର୍ବଠାରୁ ଆରମ୍ଭ କରି 55 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ତେବେ 52 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଭଣ୍ଡ ଖ୍ରୀଷ୍ଟ ଯିଏକି ଦୁଷ୍ଟତାରେ ଅତି ଶକ୍ତିଶାଳୀ। ଗୀତ 52 ପର୍ବରୁ 55 ପର୍ବ ମଧ୍ୟରେ ଆମେ ସେହି ଭଣ୍ଡ ଖ୍ରୀଷ୍ଟର ଆଗମନ ନେଇ ଲକ୍ଷ୍ୟ କରିବାକୁ ପାରୁ। ସେ ହେଉଛି ପାପର ମନୁଷ୍ୟ, ଯିଏକି ସେହି ଆଗାମୀ ମହାକ୍ଲେଶର ସମୟରେ ତାହାର ପ୍ରାଦୁର୍ଭାବ ଏହି ଜଗତ ଉପରେ ବିସ୍ତାର କରିବ ଓ ଇସ୍ରାଏଲ ଉପରେ ପ୍ରଭାବ ବିସ୍ତାର କରିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଜିତ ପାର୍ବତୀୟ ଆଲୋଚନା ମଧ୍ୟରେ ଏହି ଭଣ୍ଡ ଖ୍ରୀଷ୍ଟର ଆଗମନ କରିବା ନେଇ ପ୍ରକାଶ କରିଥିଲେ। ଏପରିକି ଭାଓବାଦୀ ଦାନିଏଲ ଓ ପ୍ରେରିତ ପାଉଲ ମଧ୍ୟ ଏହି ଭଣ୍ଡ ଖ୍ରୀଷ୍ଟର ଆଗମନ ବିଷୟ ନେଇ ପ୍ରକାଶ କରନ୍ତି। ଏହି ଚାରୋଟି ଯାକ ଗୀତକୁ ମସ୍କିଲ ବୋଲି କୁହାଯାଏ, ଯାହାର ଅର୍ଥ ଶିକ୍ଷା ବା ଉପଦେଶ। ଏମାନେ ସେହି ଆଗାମୀ ଭବିଷ୍ୟତ ବିଷୟ ନେଇ ବିଶେଷ ତଥା ନିଗୂଢ଼ ଆତ୍ମିକ ସତ୍ୟମାନ ପ୍ରଦାନ କରନ୍ତି। ଏହି ଗୀତଗୁଡ଼ିକ ସେହି ଭଣ୍ଡ ଖ୍ରୀଷ୍ଟର ଆଗମନ କରିବା ନେଇ ଭାବବାଣୀ ଆକାରରେ ପ୍ରକାଶ କରନ୍ତି। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ଗୀତଗୁଡ଼ିକର ଶିରୋନାମା ବା ଉପର ଲିଖନ ଈଶ୍ୱର ନିଶ୍ୱାସିତ ଓ ଏହା ଗୀତର ଅଂଶବିଶେଷ। ଦାଉଦ ଇଦୋମୀୟ ଦୋଏଗ ଦ୍ୱାରା ପ୍ରତାରିତ ହେବା ସମୟରେ ରଚିତ, ଅର୍ଥାତ୍ ଦାଉଦ ଅହିମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋଏଗ ସାଉଲଙ୍କୁ ସମ୍ବାଦ ଦେବାବେଳେ ରଚିତ। ଦାଉଦ ଅନେକ ଲୋକଙ୍କ ଦ୍ୱାରା ଆଘାତପ୍ରାପ୍ତ ହୋଇ ପ୍ରତାରିତ ହୋଇଥିଲେ, ଯେଉଁମାନେ କି ତାହାଙ୍କର ବନ୍ଧୁ ବୋଲି ପରିଚୟ ଦେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣକୁ ଆମେ ଏହି ବିଭାଗ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା ଓ ଏହି ପ୍ରତାରକ ସେହି ଭଣ୍ଡ ଖ୍ରୀଷ୍ଟକୁ ପ୍ରକାଶ କରେ, ଯିଏକି ଭବିଷ୍ୟତରେ ଆଗମନ କରିବାକୁ ଅଛି। ତେବେ 52 ପର୍ବର ପ୍ରଥମ ଚାରିପଦ ମଧ୍ୟରେ ଆମେ ସେହି ଭଣ୍ଡ ଖ୍ରୀଷ୍ଟର ଚିହ୍ନ କ'ଣ ତାହା ଲକ୍ଷ୍ୟ କରିବାକୁ ପାରିବା। 52 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ବୀର, ତୁମେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ? ସେ ନିଜର ପାପ ବିଷୟରେ ଦର୍ପ କରିବ। ଦାଉଦ ଯେତେବେଳେ ପାପ କଲେ ସେ ନୀରବ ରହିଲେ, କାରଣ ସେ ନିଜ ପାପ ବିଷୟରେ ଅତି ଦୁଃଖିତ ଥିଲେ ଓ ଅନୁତପ୍ତ ଥିଲେ। ତାହା ହିଁ ହେଉଛି ଈଶ୍ୱରଙ୍କ ସନ୍ତାନ ଓ ଶୟତାନର ସନ୍ତାନ ମଧ୍ୟରେ ଭିନ୍ନତା। ସିଏ ପାପ କଲେ ତହିଁର ବାହାଦୁରୀ ନିଏ, ମାତ୍ର ଈଶ୍ୱରଙ୍କ ସନ୍ତାନମାନେ ପାପ କଲେ ଲଜ୍ଜାବୋଧ କରନ୍ତି ଏବଂ ସେହି ପାପ ନିମନ୍ତେ ସେମାନେ ଅନୁତପ୍ତ ହୁଅନ୍ତି। ଏହାପରେ 52 ପର୍ବ 2 ପଦରେ ଲେଖା ଅଛି, ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁରତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି। ସେହି ଭଣ୍ଡ ଖ୍ରୀଷ୍ଟ ପ୍ରବଞ୍ଚକ ଓ ସେ କିଛି କାଳ ନିମନ୍ତେ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରିବ। ସେ 7 ବର୍ଷ ଧରି ସେହିପରି କାର୍ଯ୍ୟ କରିବ। ଈଶ୍ୱର ମଧ୍ୟ ତାହା ସହ୍ୟ କରିବେ, ତାହାକୁ ସୁଯୋଗ ଦେବେ। 3 ପଦରେ ଲେଖା ଅଛି, ତୁମେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। ସେହି ଭଣ୍ଡ ଖ୍ରୀଷ୍ଟ କୁକର୍ମକୁ ଓ ମିଥ୍ୟା କଥାକୁ ଅଧିକ ଭଲ ପାଇବ। 4 ପଦରେ ଲେଖା ଅଛି, ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମେ ଯାବତୀୟ ବିନାଶକ କଥା ଭଲ ପାଉଅଛ। ସେହି ଭଣ୍ଡ ଖ୍ରୀଷ୍ଟର 2ଟି ନାମ ଆମେ ଏହି ଗୀତରେ ଲକ୍ଷ୍ୟ କରୁଅଛୁ। ପ୍ରଥମତଃ ବୀର ଓ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ। ଏହାପରେ 5 ପଦରେ ଲେଖା ଅଛି, ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ। ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ। ଈଶ୍ୱର ତାହାକୁ କେବଳ ବିନାଶ କରିପାରିବେ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସେ ସେହି ଭଣ୍ଡ ଖ୍ରୀଷ୍ଟକୁ ବିନାଶ କରିବେ। 6-7 ପଦରେ ଲେଖା ଅଛି, ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ, ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ, ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା, ପୁଣି ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା। ଯେତେବେଳେ ଈଶ୍ୱର ସେହି ଭଣ୍ଡ ଖ୍ରୀଷ୍ଟର ବିଚାର କରି ତାହାର ବିନାଶ ଘଟାଇବେ, ସେତେବେଳେ ଯେଉଁମାନେ ତାହାକୁ ଦେଖି ଭୟ କରୁଥିଲେ ସେମାନେ ତାହାକୁ ପରିହାସ କରିବେ। ତାହାର ପତନ ଘଟିବ। ତାହାର ଧନ, ମାନ ସମ୍ମାନ ଓ ସମସ୍ତ ପ୍ରକାର କୂଟନୀତି ତାହାକୁ ରକ୍ଷା କରିପାରିବ ନାହିଁ। କିନ୍ତୁ ଏହି ସମସ୍ତ ମଧ୍ୟରେ ଈଶ୍ୱରଙ୍କ ସନ୍ତାନମାନେ ଏହିପରି କହିବା ନିମନ୍ତେ ସମର୍ଥ ହେବେ, ଯାହାକି 52 ପର୍ବର 8 ପଦରୁ 9 ପଦ ମଧ୍ୟରେ ଲେଖା ଅଛି, ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜିତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି। ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମକୁ ଧନ୍ୟବାଦ ଦେବି। ମୁଁ ତୁମ୍ଭ ସଦ୍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ। ଏହି କ୍ଷୁଦ୍ର ଗୀତଟି ଆମମାନଙ୍କ ସମ୍ମୁଖରେ
ଭାବବାଣୀ ଆକାରରେ ସେହି ଭଣ୍ଡ ଖ୍ରୀଷ୍ଟକୁ ପ୍ରକାଶ କରେ ଓ ସେହି ଅବଶିଷ୍ଟ ବିଶ୍ୱାସୀମାନଙ୍କୁ ପ୍ରକାଶ କରେ ଯେଉଁମାନେ କି କିଛି କାଳ ନିମନ୍ତେ ତାହାଦ୍ୱାରା କ୍ଲେଶ ଭୋଗ କରିବେ ଓ ଯେତେବେଳେ ସେହି ଭଣ୍ଡ ଖ୍ରୀଷ୍ଟର ପତନ ଘଟିବ ସେତେବେଳେ ସେମାନେ ଈଶ୍ୱରଙ୍କର ଉପାସନା କରି ତାହାଙ୍କର ପ୍ରଶଂସା କରିବେ। ଏହାପରେ ଆମେ ଗୀତ 53 ପର୍ବ ମଧ୍ୟକୁ ଯିବା। ଏହି 53 ପର୍ବରେ ସେହି ଭଣ୍ଡ ଖ୍ରୀଷ୍ଟକୁ ମୂର୍ଖ ବୋଲି କୁହାଯାଇଅଛି, ଯିଏକି ଈଶ୍ୱରଙ୍କର ଉପସ୍ଥିତିକୁ ଅସ୍ୱୀକାର କରେ। ଏହି ଗୀତଟି ଗୀତ 14 ପର୍ବ ପରି ମନେ ହୁଏ, ଯେତେ ଦୂର ପର୍ଯ୍ୟନ୍ତ ଏହାର ଭାଷାନ୍ତର ବା ଅନୁବାଦକୁ ନେଇ ବିଚାର କରାଯାଏ। ମାତ୍ର କେତେକ କୌତୁହଳର ବିଷୟ ଆପଣ ଏହି ବିଷୟ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଦେଖନ୍ତୁ 53 ପର୍ବର ପ୍ରଥମ ପଦରେ ଲେଖା ଅଛି, ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣା ମନେ ମନେ କହିଅଛି, ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, କେହି ସତ୍କର୍ମ କରେ ନାହିଁ। ଏହି ଗୀତଟି ମହଲତ ସ୍ୱରରେ ଦାଉଦଙ୍କର ମସ୍କିଲ। ଏହା ଦାଉଦଙ୍କର ଗୀତ। ମହଲତ ଶବ୍ଦଟି ଅସୁସ୍ଥତା ଓ ଦୁଃଖର ବିଷୟକୁ ପ୍ରକାଶ କରେ ଓ ଏହା ସେହି ଯୁଗାନ୍ତ ସମୟର ଶୋକାର୍ତ୍ତ ଅବସ୍ଥା ସହିତ ଯୋଗାଯୋଗ କରେ, ଯେତେବେଳେ କି ଭଣ୍ଡ ଖ୍ରୀଷ୍ଟ ଶାସକ ଭାବେ ନିଜର ପ୍ରଭାବ ବିସ୍ତାର କରିବ। ସେ ଜଣେ ନାସ୍ତିକ ଭାବେ ଛିଡ଼ା ହେବ ଓ ଈଶ୍ୱରଙ୍କର ଓ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ଥିତିକୁ ଅସ୍ୱୀକାର କରିବ। ସେଥିପାଇଁ ପ୍ରଥମ ଯୋହନ 2 ପର୍ବର 22 ପଦରେ ସେହି ଭଣ୍ଡ ଖ୍ରୀଷ୍ଟର ଚିହ୍ନ ପ୍ରଦାନ କରାଯାଇଅଛି। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ ସେ ତ ସେହି ଖ୍ରୀଷ୍ଟାରୀ। ଯଦି ଆପଣ ଈଶ୍ୱରଙ୍କ ନିକଟକୁ ଆସିବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ବିଶ୍ୱାସ ସହକାରେ ଆସିବାକୁ ହେବ, କାରଣ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ସେଥିପାଇଁ ଏବ୍ରୀ 11 ପର୍ବର 6 ପଦରେ ଲେଖା ଅଛି, କାରଣ ବିଶ୍ୱାସ ବିନା ତାହାଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କର ଅନ୍ୱେଷଣକାରୀମାନଙ୍କର ପୁରସ୍କାର ଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ପାଉଲ ଏହି ଭଣ୍ଡ ଖ୍ରୀଷ୍ଟର କାର୍ଯ୍ୟକଳାପ ନେଇ 2 ଥେସଲୋନିକେ 2 ପର୍ବର 4 ପଦରେ ଏହିପରି ପ୍ରକାଶ କରନ୍ତି, ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ। ଏହାପରେ ଏହି ଗୀତଟି ଅବଶିଷ୍ଟ ଈଶ୍ୱର ବିଶ୍ୱାସୀମାନଙ୍କର ତାହାଙ୍କ ଆଗମନକୁ ଅପେକ୍ଷା କରିବାର ଭାବ ବ୍ୟକ୍ତ କରିବାରେ ହିଁ ସମାପ୍ତ ହୁଏ। 53 ପର୍ବର 6 ପଦରେ ଏହିପରି ଲେଖା ଅଛି, ଯେବେ ସିଓନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା, ଯେତେବେଳେ ପରମେଶ୍ୱର ଆପଣା ଲୋକମାନଙ୍କୁ ବନ୍ଦିତ୍ୱରୁ ଫେରାଇ ଆଣିବେ, ସେତେବେଳେ ଯାକୁବ ଉଲ୍ଲସିତ ଓ ଇସ୍ରାଏଲ ଆନନ୍ଦିତ ହେବେ। ଏହା ଇସ୍ରାଏଲ ସନ୍ତାନଗଣର ସେହି ଭବିଷ୍ୟତର ସୁରକ୍ଷା ଓ ଉଦ୍ଧାରର ବିଷୟକୁ ପ୍ରକାଶ କରେ। ଈଶ୍ୱର ଏହି ପ୍ରାର୍ଥନାର ଉତ୍ତର ଦେବାକୁ ଯାଉଅଛନ୍ତି। ସେ ପୁନର୍ବାର ଇସ୍ରାଏଲକୁ ସେମାନଙ୍କର ପ୍ରତିଜ୍ଞାତ ଦେଶର ଅଧିକାରୀ କରାଇବାକୁ ଯାଉଅଛନ୍ତି, ଯେତେବେଳେ କି ସେମାନେ ଶାନ୍ତିରେ, ନିରାପଦରେ ଓ ନିର୍ବିଘ୍ନତାରେ ବାସ କରିବେ। ଏହାପରେ ଆମେ 54 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ସେହି ଭଣ୍ଡ ଖ୍ରୀଷ୍ଟର ସମୟରେ ବିଶ୍ୱାସର ପ୍ରାର୍ଥନାକୁ ପ୍ରକାଶ କରେ। ଏହି ଚମତ୍କାର ଗୀତଟି ଏହି ଗୀତ ସଂହିତାରେ ସେହି ମହାକ୍ଲେଶର ସମୟର ସମସ୍ୟାକୁ ଭାବବାଣୀ ଆକାରରେ ଉପସ୍ଥାପିତ କରିଅଛି, ଯେପରି ଆମେ ସେହି ମହାକ୍ଲେଶର ସମୟରେ ଈଶ୍ୱରଙ୍କର ଅବଶିଷ୍ଟାଂଶ ଓ ବିଜାତୀୟମାନଙ୍କର ମହାଜନତାଙ୍କର ବିଶ୍ୱାସର ପ୍ରାର୍ଥନାକୁ ଶୁଣିପାରିବା। ଲକ୍ଷ୍ୟ କରନ୍ତୁ ଏହି ଗୀତର ଐତିହାସିକ ପୃଷ୍ଠଭୂମି। 54 ପର୍ବର ଶିରୋନାମାରେ ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କିଲ। ଦାଉଦ କ'ଣ ଆମମାନଙ୍କ ମଧ୍ୟରେ ଲୁଚି କରି ନାହିଁ? ସିଫିଓମାନେ ସାଉଲକୁ ଏହି କଥା କହିବା ସମୟରେ ରଚିତ। ତେବେ ଏହି ଘଟଣାର ବିବରଣୀ ପ୍ରଥମ ସାମୁଏଲ ପୁସ୍ତକର 23 ପର୍ବରେ ଉଲ୍ଲେଖ ହୋଇଥିବାର ଆମେ ଲକ୍ଷ୍ୟ କରିସାରିଛୁ। ଯେତେବେଳେ ଦାଉଦ ଜାଣିବାକୁ ପାରିଲେ ଯେ ଏହି ସିଫିଓମାନେ ତାହାଙ୍କର ଲୁଚି ରହିବାର ବିଷୟକୁ ସାଉଲଙ୍କୁ ଜଣାଇ ଦେଇଛନ୍ତି, ସେତେବେଳେ ସେ ଏହି ପ୍ରାର୍ଥନାର ଗୀତ ଗାନ କରିଥିଲେ। 54 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ତୁମ ନାମ ଦ୍ୱାରା ମୋତେ ପରିତ୍ରାଣ କର ଓ ତୁମ ପରାକ୍ରମରେ ମୋହର ବିଚାର କର। ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ, ମୋ ମୁଖର କଥାରେ କର୍ଣ୍ଣପାତ କର। ଦାଉଦ ପ୍ରତାରିତ ହୋଇଥିଲେ। ଆମେ ମଧ୍ୟ ଜାଣୁ ଯେ ସେହି ମହାକ୍ଲେଶର ସମୟରେ ଭାଇ ଭାଇକୁ ଧରାଇଦେବ। ସେହି ଈଶ୍ୱରବିହୀନ ଦଳ ଯେଉଁମାନେ କି ଦାଉଦଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେଇଥିଲେ।
ସେହି ମହାକ୍ଲେଶର ସମୟରେ ଈଶ୍ୱରବିହୀନ ଭଣ୍ଡ ଖ୍ରୀଷ୍ଟ କ୍ଷମତା ପ୍ରାପ୍ତ ହେବ ଓ ସେହି ଅବଶିଷ୍ଟ ଜିହୁଦୀମାନେ ଭଣ୍ଡ ଖ୍ରୀଷ୍ଟର ଅଧୀନରେ ରହି ଭୟଙ୍କର କ୍ଲେଶ ଭୋଗ କରିବେ। ଏହାପରେ 3 ପଦରେ ଲେଖା ଅଛି, କାରଣ ଅପରିଚିତ ଲୋକମାନେ ମୋ ବିରୁଦ୍ଧରେ ଉଠିଅଛନ୍ତି, ପୁଣି ଦୁରନ୍ତ ଲୋକମାନେ ମୋ ପ୍ରାଣ ଖୋଜିଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖିନାହାନ୍ତି। ଦାଉଦ ଭୟଙ୍କର ଦୁର୍ଦ୍ଦଶା ମଧ୍ୟରେ ଥିଲେ। ଠିକ୍ ସେହିପରି ସେହି ମହାକ୍ଲେଶର ସମୟରେ ଅବଶିଷ୍ଟ ଜିହୁଦୀମାନେ ଦୁର୍ଦ୍ଦଶା ମଧ୍ୟ ଦେଇ ଗତି କରିବେ। ଶେଷରେ ଏହି ଗୀତଟି ଈଶ୍ୱରଙ୍କର ସାହାଯ୍ୟ ଉପରେ ଦୃଢ଼ ବିଶ୍ୱାସର ସ୍ୱୀକାରୋକ୍ତିରେ ସମାପ୍ତ ହୁଏ। 54 ପର୍ବର 4 ପଦରୁ 7 ପଦ ମଧ୍ୟରେ ଏହିପରି ଲେଖା ଅଛି, ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ, ପ୍ରଭୁ ମୋ ପ୍ରାଣରକ୍ଷକମାନଙ୍କର ମଧ୍ୟବର୍ତ୍ତୀ। ସେ ମୋ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ। ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର। ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ, ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି। ଆଉ ମୋ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋର ଚକ୍ଷୁ ଦେଖିଅଛି। ଆମେ ଐତିହାସିକ ବିବରଣୀରୁ ଜାଣୁ ଯେ ଈଶ୍ୱର ଦାଉଦଙ୍କୁ ସେହି ସିଫିୟମାନଙ୍କର କୂଟଚକ୍ରାନ୍ତରୁ ଉଦ୍ଧାର କଲେ ଓ ସେହି ଅବଶିଷ୍ଟ ଜିହୁଦୀମାନେ ମଧ୍ୟ ଈଶ୍ୱରଙ୍କର ସେହି ଭବିଷ୍ୟତର ଉଦ୍ଧାର କାର୍ଯ୍ୟ ଉପରେ ନିର୍ଭର ରଖିପାରିବେ। ଈଶ୍ୱର ନିଶ୍ଚିତ ଭାବେ ସେମାନଙ୍କୁ ଉଦ୍ଧାର କରିବେ ଓ ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବେ। ଏହାପରେ 55 ପର୍ବ ମଧ୍ୟକୁ ଯିବା। ଏହି 55 ଗୀତଟି ସେହି ଭଣ୍ଡ ଖ୍ରୀଷ୍ଟର ଅଧୀନରେ ଥିବା ଅନ୍ଧକାରର ଦିନଗୁଡ଼ିକୁ ଉପସ୍ଥାପିତ କରେ। ଏହି ଗୀତଟି 4 ପର୍ବ ସମ୍ମିଳିତ ଭଣ୍ଡ ଖ୍ରୀଷ୍ଟର ଅଧ୍ୟାୟକୁ ସମାପ୍ତ କରେ। ଏହା ସେହି ମହାକ୍ଲେଶର ସମୟର ସବୁଠାରୁ ଅନ୍ଧକାରମୟ ସମୟକୁ ପ୍ରକାଶ କରେ, ଯେଉଁ ସମୟରେ କି ଭଣ୍ଡ ଖ୍ରୀଷ୍ଟ ଅତିମାତ୍ରାରେ ତାହାର ପ୍ରଭାବ ବିସ୍ତାର କରିବ। ତେବେ ଏହି ଗୀତର ପୃଷ୍ଠଭୂମି ଯଦିଓ ପ୍ରଦାନ କରାଯାଏ ନାହିଁ, ମାତ୍ର ସମ୍ଭବତଃ ଦାଉଦ ତାହାଙ୍କ ପୁତ୍ର ଅବସାଲମକୁ ଭୟ କରି ତାହାଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ଜେରୁସାଲମକୁ ଛାଡ଼ି, ଅର୍ଥାତ୍ ତାହାଙ୍କର ସବୁଠାରୁ ପ୍ରିୟ ନଗରୀକୁ ଛାଡ଼ି ପ୍ରାନ୍ତର ମଧ୍ୟକୁ ପଳାଇଯିବା ପରେ ତାହାଙ୍କର ଅତି ଘନିଷ୍ଠ ବନ୍ଧୁ ଓ ତାହାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଅହିଥୋଫଲ ଅବସାଲମର ପକ୍ଷ ନେଇ ଦାଉଦଙ୍କ ସହିତ ଶତ୍ରୁତା ଆଚରଣ କଲା ଓ ତାହାଙ୍କ ସହିତ ପ୍ରତାରଣା କଲା, ଯାହାକି ଆମେ 2 ସାମୁଏଲ 15 ପର୍ବର 30-31 ପଦରେ ଲକ୍ଷ୍ୟ କରିବାକୁ ପାରୁ। ତେଣୁ ଦାଉଦ ଯେତେବେଳେ ତାହା ଜାଣିବାକୁ ପାରିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ବିନୟ କରୁଅଛି, ଅହିଥୋଫଲର ମନ୍ତ୍ରଣାକୁ ମୂର୍ଖତା କର। ଆଉ ଈଶ୍ୱର ତାହା ହିଁ ଘଟାଇଲେ। ସେ ଅହିଥୋଫଲର ମନ୍ତ୍ରଣାକୁ ମୂର୍ଖତାର ବିଷୟ କଲେ। ତେଣୁ ସେହି ବିଷୟକୁ ମନ ମଧ୍ୟରେ ରଖି ଆମେ ଏହି ଗୀତଟିକୁ ଅଧ୍ୟୟନ କରିବାକୁ ଯିବା। 55 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ମୋ ପ୍ରାର୍ଥନାରେ କର୍ଣ୍ଣପାତ କର, ମୋ ବିନତିରୁ ଆପଣଙ୍କୁ ଲୁଚାଅ ନାହିଁ। ମୋ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ। ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ। ଦାଉଦ କହନ୍ତି, ପ୍ରଭୁ, ମୁଁ ଭୟଙ୍କର ଦୁର୍ଦ୍ଦଶାରେ ପଡ଼ିଅଛି। ମୁଁ ଜଣେ ବନ୍ଧୁ ଦ୍ୱାରା ପ୍ରତାରିତ ହୋଇଅଛି, ମାତ୍ର ତୁମେ ମୋତେ ରକ୍ଷା କର। 3 ପଦରୁ 6 ପଦ ମଧ୍ୟରେ ଲେଖା ଅଛି, କାରଣ ସେମାନେ ମୋ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ନିଗ୍ରହ କରନ୍ତି। ମୋ ଅନ୍ତରରେ ମୋ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଅଛି ଓ ମୋ ଉପରେ ମୃତ୍ୟୁର ତ୍ରାସ ପଡ଼ିଅଛି। ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି। ଏଣୁ ମୁଁ କହିଲି, ଯେବେ କପଟ ପରି ମୋହର ପକ୍ଷ ଥାନ୍ତା, ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି। ଏହା ହିଁ ଥିଲା ନିଜର ବନ୍ଧୁମାନଙ୍କ ଦ୍ୱାରା ପ୍ରତାରିତ ହେବାରେ ଦାଉଦଙ୍କର ତିକ୍ତ ଅନୁଭୂତି। ଏହା ମଧ୍ୟ ସେହି ଆଗାମୀ ମହାକ୍ଲେଶର ସମୟରେ ଇସ୍ରାଏଲ ଭଣ୍ଡଖ୍ରୀଷ୍ଟ ଦ୍ୱାରା ପ୍ରତାରିତ ହେବାର ପ୍ରତିଛବି। ଏହା ଅତି ଦୁଃଖଦାୟକ ଯେତେବେଳେ ଆପଣ ନିଜର ଅତି ଘନିଷ୍ଠ ବନ୍ଧୁ ଦ୍ୱାରା ପ୍ରତାରିତ ହୁଅନ୍ତି, ନିଜ ଲୋକମାନଙ୍କ ଦ୍ୱାରା ପ୍ରତାରିତ ହୁଅନ୍ତି, ଯାହା ଉପରେ ବିଶ୍ୱାସ କରନ୍ତି ତାହା ଦ୍ୱାରା ପ୍ରତାରିତ ହୁଅନ୍ତି। ଆଉ ଏହା ସହ୍ୟ କରିବା ମଧ୍ୟ ଅତି କଷ୍ଟକର, ଏହା ଅତି ଆଘାତଦାୟକ, ଯାହାକି ଇସ୍କରିୟତ ଯିହୁଦା ମଧ୍ୟ ପ୍ରଭୁ ଯୀଶୁଙ୍କ ପ୍ରତି କରିଥିଲା। ତେବେ ଆଜି କ'ଣ ଆମେ ସେ ପ୍ରକାର କରୁନାହୁଁ କି?
ଆଜି କ'ଣ ଆମେ ଛଳନାପୂର୍ଣ୍ଣ ଜୀବନଯାପନ କରୁନାହୁଁ କି? ଆଜି କ'ଣ ଆମେ ପ୍ରତାରଣାପୂର୍ଣ୍ଣ ଜୀବନଯାପନ କରୁନାହୁଁ କି? ଆମମାନେ ଉପରେ କେବଳ ପ୍ରଭୁ ପ୍ରଭୁ ବୋଲି କହୁ, ମାତ୍ର ଭିତରେ ସବୁକିଛି କରୁ। 13 ପଦରେ ଲେଖା ଅଛି, ମାତ୍ର ମୋ ସମାନ ମନୁଷ୍ୟ ମୋର ସଙ୍ଗୀ ଓ ମୋର ଆତ୍ମୀୟ ଯେ ତୁମ୍ଭେ ତାହା କଲ। ଦେଖନ୍ତୁ, ଦାଉଦ ଏଠାରେ ଅହିଥୋଫେଲ ବିଷୟରେ କହନ୍ତି, ଏହା ମଧ୍ୟ ସେହି ଭଣ୍ଡ ଖ୍ରୀଷ୍ଟର ପ୍ରତିଛବି ଯିଏକି ଇସ୍ରାଏଲ ଜାତିକୁ ପ୍ରତାରିତ କରିବ। ସେ ସେମାନଙ୍କର ବନ୍ଧୁ ବୋଲି ଛଳନା କରିବ ଓ ସେମାନଙ୍କ ସଙ୍ଗେ ନିୟମ କରିବ, ମାତ୍ର ସେମାନଙ୍କୁ ଶେଷରେ ଶତ୍ରୁ ହସ୍ତରେ ଧରାଇ ଦେବ। 16 ଓ 17 ପଦରେ ଲେଖା ଅଛି, ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି, ପୁଣି ସଦାପ୍ରଭୁ ମୋତେ ପରିତ୍ରାଣ କରିବେ। ସନ୍ଧ୍ୟା ଓ ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି, ଆଉ ସେ ମୋ ରବ ଶୁଣିବେ। ଦାଉଦ ଶତ୍ରୁ ଦ୍ୱାରା ଏତେ ଦୂର ଦୁର୍ଦ୍ଦଶାଗ୍ରସ୍ତ ହୋଇଥିଲେ ଯେ ସେ ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମଧ୍ୟ ପ୍ରାର୍ଥନା କରୁଥିଲେ। ପ୍ରିୟ ବନ୍ଧୁ, ଶତ୍ରୁ ଆପଣଙ୍କ ଜୀବନରେ ଗୋଟିଏ ଉତ୍ତମ କାର୍ଯ୍ୟ କରିପାରେ, ତାହା ହେଉଛି ଆପଣଙ୍କୁ ଅଧିକରୁ ଅଧିକ ପ୍ରାର୍ଥନା କରିବା ପାଇଁ ବାଧ୍ୟ କରାଏ, ଯାହାକି ଆପଣ ପୂର୍ବରୁ ସେପରି କରିପାରୁନଥିଲେ। ଆପଣ ପ୍ରାର୍ଥନା କରିବା ପାଇଁ ବାଧ୍ୟ ହେବେ। କିନ୍ତୁ ଆଜି ଆମମାନଙ୍କର କାର୍ଯ୍ୟ କ'ଣ? ଆଜି କ'ଣ ଆମେ ପ୍ରାର୍ଥନାଶୀଳ ଜୀବନଯାପନ କରିପାରୁଛୁ କି? ଆଜି କ'ଣ ଆମେ ଶୈତାନ ଉପରେ ବିଜୟୀ ଜୀବନ ଯାପନ କରିବା ପାଇଁ ପ୍ରାର୍ଥନାରେ ସମୟ ଅତିବାହିତ କରୁଛୁ କି? ଏହାପରେ 55 ପର୍ବର 21 ପଦରେ ଏହିପରି ଲେଖା ଅଛି, ତାହାର ମୁଖ ଲବଣୀ ତୁଲ୍ୟ ଚିକ୍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ। ତାହାର କଥା ସବୁ ତୈଳଠାରୁ କୋମଳ, ତଥାପି ତାହା ସବୁ ନିଷ୍କୋଷ ଖଡ଼୍ଗ ତୁଲ୍ୟ। ଏହା ଯଦିଓ ଅହିଥୋଫେଲର ପ୍ରତାରଣାପୂର୍ଣ୍ଣ ଜୀବନକୁ ପ୍ରକାଶ କରେ, ମାତ୍ର ଏହା ସେହି ଭଣ୍ଡ ଖ୍ରୀଷ୍ଟର ପ୍ରତିଛବି। ସେ ମିଥ୍ୟାବାଦୀ, ପ୍ରତାରଣାକାରୀ। 22 ପଦରେ ଲେଖା ଅଛି, ତୁମେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତାହେଲେ ସେ ତୁମକୁ ସମ୍ଭାଳିବେ। ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରନ୍ତୁ, ତାହେଲେ ସେ ଆପଣଙ୍କୁ ସମ୍ଭାଳିବେ। ସେହି ମହାକ୍ଲେଶର ସମୟରେ ଇସ୍ରାଏଲ ଜାତି ପ୍ରଭୁଙ୍କ ପ୍ରତି ଫେରିବେ ଓ ପ୍ରଭୁ ମଧ୍ୟ ସେମାନଙ୍କୁ ସମ୍ଭାଳିବେ। ସେ ସେମାନଙ୍କୁ ସୁରକ୍ଷା କରିବେ, ଆଉ ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ରକ୍ଷା କରିବେ। 23 ପଦରେ ଲେଖା ଅଛି, ମାତ୍ର ହେ ପରମେଶ୍ୱର, ତୁମେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ। ରକ୍ତ ପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ, ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି। ପ୍ରିୟ ବନ୍ଧୁ, ଆଜି ଆମମାନେ କ'ଣ କରୁଅଛୁ? ଆମେ କିପରି ଏହି ଜଗତରେ ଜୀବନଯାପନ କରୁଅଛୁ? ଆମେ କ'ଣ ଶତ୍ରୁର ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରୁଛୁ, ନା ସେମାନଙ୍କୁ ଘୃଣା କରି ସେମାନଙ୍କର ସମାଲୋଚନା କରୁଛୁ? କିମ୍ବା ଆମେ ପ୍ରତାରିତ ହେବା ଦ୍ୱାରା କ୍ରନ୍ଦନ କରୁଅଛୁ? କିନ୍ତୁ ଆମମାନଙ୍କ ନିମନ୍ତେ ଗୋଟିଏ ରାସ୍ତା ଅଛି। ଆମେ ପ୍ରଭୁଙ୍କ ନିକଟରେ ନିର୍ଭର କରିପାରିବା। ତାହେଲେ ପ୍ରଭୁ ସମସ୍ତ ବିଷୟରେ ଆମମାନଙ୍କୁ ସମ୍ଭାଳିବେ। ଆଜି କ'ଣ ଆମେ ତାହା କରିବା ନାହିଁ କି? ପ୍ରଭୁ ସାହାଯ୍ୟ କରନ୍ତୁ, ଯେପରି ଆମେ ସର୍ବାବସ୍ଥାରେ ତାହାଙ୍କ ଉପରେ ନିର୍ଭର ଦେଇ ଆଗେଇ ଚାଲିବା। ଖ୍ରୀଷ୍ଟୀୟ ଜୀବନ ଏକ ବାଧାବିଘ୍ନ ପ୍ରତିବନ୍ଧକର ଜୀବନ, ଆଉ ସେଇ ବାଧାବିଘ୍ନ ପ୍ରତିବନ୍ଧକ ମଧ୍ୟ ଦେଇ ଖ୍ରୀଷ୍ଟ ବିଶ୍ୱାସୀ ଆଗେଇ ଯାଏ। ଆଉ ଏହି ସମସ୍ତ ପରିସ୍ଥିତି ମଧ୍ୟ ଦେଇ ପ୍ରଭୁ ତାହାଙ୍କ ଲୋକମାନଙ୍କ ହୃଦୟରେ କଥା କହିଥାନ୍ତି, ଯାହାକି ଆମେ ଦାଉଦଙ୍କ ଜୀବନରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ଦାଉଦ ତାଙ୍କ ଜୀବନରେ କେତେ ଝଡ଼ଝଞ୍ଜା, କେତେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜୀବନରେ ସେ ଅନେକ ଉତ୍ଥାନ ପତନର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ପ୍ରଭୁ ତାହାଙ୍କୁ ଛାଡ଼ିଦେଲେ ନାହିଁ କି ସେ ପ୍ରଭୁଙ୍କୁ ଛାଡ଼ିନଥିଲେ। ତେଣୁକରି ସମୟ ଆସିଲା, ପ୍ରଭୁ ତାହାଙ୍କୁ ଉଚ୍ଚୀକୃତ କଲେ। ପ୍ରଭୁ ତାହାଙ୍କୁ ରାଜପଦରେ ଅଭିଷିକ୍ତ କଲେ। ପ୍ରିୟ ବନ୍ଧୁ, ଆମମାନେ ଯଦି ଆମମାନଙ୍କର ସମସ୍ତ ସମସ୍ୟାର ଭାର ପ୍ରଭୁଙ୍କ ହସ୍ତରେ ଦେବା ଏବଂ ପ୍ରଭୁଙ୍କଠାରୁ ତହିଁର ସମାଧାନ ଲୋଡ଼ିବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ସାହାଯ୍ୟ କରିବେ। ଆଉ ସେହି ସମସ୍ତ ଅନୁଭୂତି ମଧ୍ୟ ଦେଇ ଆମେ ପ୍ରଭୁଙ୍କର ମହାନ ଶକ୍ତିର କାର୍ଯ୍ୟକୁ ଅନୁଭବ କରିପାରିବା। ତେଣୁକରି ପ୍ରିୟ ବନ୍ଧୁ,
ଆପଣଙ୍କ ଜୀବନରେ ଯେକୌଣସି ସମସ୍ୟା ଆସୁଛି ବା ଯେକୌଣସି ପ୍ରକାର ଜଟିଳତା ପରିସ୍ଥିତି ଆସୁଅଛି, ତାହାକୁ ଦେଖି ଆପଣ ଭୟ କରନ୍ତୁ ନାହିଁ, ଭାଙ୍ଗି ପଡ଼ନ୍ତୁ ନାହିଁ। ମାତ୍ର ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ। ତାହେଲେ ସେ ଆପଣଙ୍କୁ ସମ୍ଭାଳିବେ, ସେ ଆପଣଙ୍କୁ ସୁରକ୍ଷା କରିବେ, ଆଉ ଆପଣଙ୍କର ବିଶ୍ୱାସ ମଧ୍ୟ ତାହାଙ୍କଠାରେ ଆହୁରି ଦୃଢ଼ୀଭୂତ ହେବ। ଆପଣ କୌଣସି ବିଷୟକୁ ଭୟ କରିବେ ନାହିଁ। ଜୀବନରେ ଯେତେ ସମସ୍ୟା ଆସିଲେ ମଧ୍ୟ, ଯେତେ ଝଡ଼ଝଞ୍ଜା ଆସିଲେ ମଧ୍ୟ, ଯେତେ ଉତ୍ଥାନ ପତନ ମଧ୍ୟ ଦେଇ ଗତି କଲେ ମଧ୍ୟ ଆପଣ କେବେ ହେଲେ ନିରାଶ ହେବେ ନାହିଁ, କେବେ ହେଲେ ବିଫଳ ହେବେ ନାହିଁ। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ, ସେ ଆପଣଙ୍କୁ ସମସ୍ତ ବିଷୟରେ ସୁରକ୍ଷା ପ୍ରଦାନ କରିବେ ଏବଂ ସେ ଆପଣଙ୍କୁ ଜୟ ପ୍ରଦାନ କରାଇବେ। ପ୍ରିୟ ବନ୍ଧୁ, ଏହି ଜଗତରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହାର କି କୌଣସି ସମସ୍ୟା ନାହିଁ। ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଛି, କିନ୍ତୁ ଯଦି ଆମେ ପ୍ରଭୁଙ୍କ ନିକଟରେ ସେହି ସମସ୍ତ ବିଷୟ ରଖିବା, ତାହେଲେ ପ୍ରଭୁ ଆମମାନଙ୍କର ସେହି ସମସ୍ତ ସମସ୍ୟା ସମାଧାନ କରିବେ। କାରଣ ସେ ଆମମାନଙ୍କୁ କେବେ ହେଲେ ପରିତ୍ୟାଗ କରିବେ ନାହିଁ। ଆଉ ଯେଉଁମାନେ ତାହାଙ୍କର ଶରଣାପନ୍ନ ହୁଅନ୍ତି, ସେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି, ସେ ସେମାନଙ୍କୁ ଆଶୀର୍ବାଦ କରନ୍ତି, ଆଉ ସେ ସେମାନଙ୍କର ସପକ୍ଷ ହୁଅନ୍ତି। ତେଣୁ ପ୍ରଭୁ ଯାହାର ସପକ୍ଷ, ତାହାର କିଏ ଅନିଷ୍ଟ କରିପାରେ? ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମମାନେ ଜୀବନର ପ୍ରତି ଅବସ୍ଥାରେ ତାହାଙ୍କ ଉପରେ ବିଶ୍ୱାସରେ ସ୍ଥିର ରହି ଆଗେଇ ଚାଲିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।